ଶ୍ରୀକୃଷ୍ଣ କାହିଁକି ରାଧାକୁ ପାଇଲେ ନାହିଁ? ଆଉ ଯୋଉମାନେ ମାଛ ମାଂସ ଖାଉଛନ୍ତି ଆଉ ଭଗବାନଙ୍କୁ ପୂଜା କରୁଛନ୍ତି ତାଙ୍କ ପୂଜା କଣ ଭଗବାନ ଶୁଣିବେ? ଏଇଟା ଗୋଟିଏ ଅନୁରୋଧ। ପଇସା ନ ଆଉ ପଚାରିବାର ଅଛି କଣ ପଚାର? নদী দোনাগস্ত পুত্রেশ্য শ্রীমান ভগসর করে না নাগস্ত্রেশ্য শ্রীমান খগেশ্বর নামদেশস্য টাঙ্গিয়া গ্রামবাসী উগে সমত গুণবান ঝাঁসি দেহার্থনা বৃষ্টি দূরে সুবৃষ্টি প্রাপ্তে সুজাপিত হরিষ্ঠ খনার্থে শস্য শ্যামল ধরা পরগীত নিমিত তন্নিমিত শ্রী সত্যনারায়ণ বিধি অর্থে গণপতি আদি পদে দেবতা পূজা পূর্বক স্বাহা ইদং ইন্দ্রায় নমঃ ওম দ্রোমেধায় স্বাহা ইদং দ্রোণায় ওম দুষ্করমেধায় স্বাহা ইদং দুষ্করমেধায়। নারায়ণ দীর্ঘদিনর অনুষ্ঠান ভাই জানি ଶୁଣିଥିବୁ କିନ୍ତୁ ଆସିନଥିବୁ। ଇଏ କେତେ ଥର ଯିଏ ଯେତେ ପେଣ୍ଡାଲରେ ଗାଉଥା ଚାଣ୍ଡିଆରେ ଗାଇଲେ ଯାଇ ତମେ ପବିତ୍ର ହବ। ହଁ ସେ ଗୋଟେ ଏମିତି ଅନୁଷ୍ଠାନ ଏମିତି ଶ୍ରଦ୍ଧା ତାଙ୍କ ଆଗରେ ଠିଆ ହେବା ସମସ୍ତଙ୍କ ଭାଗ୍ୟରେ ଆସେ ନାହିଁ। ପ୍ରଥମତଃ ପୂଜ୍ୟ ଠାକୁର ବସିବେ। ମେଳା ମହୋତ୍ସବ ବାହାଘର ବ୍ରତଘର ତୀର୍ଥ ବ୍ରତ ଯୋଉଠିକି ଯା ଆଗରେ ଠାକୁରଙ୍କର ଫଟୋ ତାପରେ ଯାଇ ଅନ୍ୟ କଥା। ଫଟୋ ବସିବ ପଞ୍ଚଦେବତା ଆସିବେ ପୂଜା ହବ। କବି ଲେଖିଲେ ଗଙ୍ଗଂ ଗଙ୍ଗଳପତି ଅଙ୍ଗଦ ମୁଖ ଗଙ୍ଗାଧର ନନ୍ଦନ ଘନ 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 ଶବ୍ଦ ଘୋର ପାପ ବିନାଶ सकल गुणतीत सर्वत्र पूजित धन धन ध्यान रक्ष्य धरत्री धर सुता सुतम नमः सर्वदा। ଠାକୁର ତମର ସାର୍ ଙ୍କୁ ହାତକୁ ଆଇଲାଣି। ଇଏ ନୀତି ନିୟମ ଅନୁସାରେ କାମର କଥା ହବ। ଠାକୁରଙ୍କ ପାଖରେ ଆଳତି ହବ। ଏହା ପୋଛି ପକା।
ପିଠା ଭିତରେ ମଣ୍ଡା ମଣ୍ଡା ଭଲ ପରିବା ଭିତରେ ଭଣ୍ଡା ଭଣ୍ଡା ଭଲ ତରକାରୀ ଭିତରେ ଅଣ୍ଡା ଭଣ୍ଡା ଭଲ ମାଂସ ଭିତରେ ଡେଣ୍ଡା ଭଲ ଆଖି ପରିଷ୍କାର ହବ ପଶୁ ଭିତରେ ପଣ୍ଡା ଭଲ ମଣିଷ ଭିତରେ ଲଣ୍ଡା ଭଲରେ ଖର୍ଚ୍ଚ ନାହିଁ ଖର୍ଚ୍ଚ ନାହିଁ ଆଉ ଡେରି କରିନି ধর্ম সংস্থাপনার আয় সম্বন্ধ কথা যাଉଛି ନିଶ୍ଚିତ ତମମାନଙ୍କର ବାକ୍ୟ ତମମାନଙ୍କର କଥା ରଖିବି ଏଣୁ ସେ କଣ କହିଲେ ଆପଣମାନଙ୍କର କବି ବାୟୁକୋଳି ରାମାୟଣ କଣ ଲେଖିଲା କିନ୍ତୁ କାନ୍ତା ବିଷ୍ଣୁ ଶଶୀ ଭଳି ହେଇଯାଇଛି ବଶିଷ୍ଠ ଆସିଛନ୍ତି ବଶିଷ୍ଠ ଦେଖିଲେ ରାଜାଙ୍କର ମୁଖ କାଳିମା ପଡିଯାଇଛି କଣ ହେଲା କଥାଟା ଯେତେବେଳେ ଚାହିଁଲେ କଥା ଜିଜ୍ଞାସିଲେ ଦଶରଥ କହିଲେ କଣ ଆପଣମାନଙ୍କର କବି ବକୁଳାନନ୍ଦ ପଟ୍ଟନାୟକ ବଲ୍ଲଭ ବିଳାସରେ ଲେଖିଛନ୍ତି କହିଲେ ମିଷ୍ଟର ଆଶିଷ কি মহর্ষি ধনী নর ইষ্ট কষ্ট ধনী নর ইষ্ট কষ্ট দিল কি মহর্ষি কর পুত্র স্ত্রী যজ্ঞ কর সেই যজ্ঞ ଆପଣ ଏଇଥିପାଇଁ ଚିନ୍ତିତ ସୁଦୃଷ୍ଟି ଜାଗ କଲେ ପୁତ୍ର ପାତ୍ର ହେବେ ଏଇ ଉଦ୍ଦେଶ୍ୟ ନେଇ ଆଜି ମୁନିପୁଙ୍ଗବ ବଶିଷ୍ଠ ଆଦେଶ ଦେଲେ ଆସନ୍ତୁ ଖୁଚୁରା କରିକି ଆଣିଲ ନାଇଁ ବାବୁ ବାଟିବାକୁ ଓଡୁଆ ହେଇପାରେ ତମକୁ ଦେଇଥାନ୍ତେ ଲୋଭି ଗାଣ ତ ଶ୍ରୀକୃଷ୍ଣ କାହିଁକି ରାଧାକୁ ପାଇଲେ ନାହିଁ ଆଉ ଯୋଉମାନେ ମାଛ ମାଂସ ଖାଉଛନ୍ତି ଆଉ ଭଗବାନଙ୍କୁ ପୂଜା କରୁଛନ୍ତି ତାଙ୍କ ପୂଜା କଣ ଭଗବାନ ଶୁଣିବେ ଏଇଟା ଗୋଟିଏ ଅନୁରୋଧ ପଇସା ଦବ ଆଉ ପଚାରିବାର ଅଛି କଣ ପଚାର ରାଧା କାହିଁ କୃଷ୍ଣକୁ ପାଇଲେନି ସତ କଥା ଯୁବକ ଭାଇ ଯୁବକ ପୁଅ ଗୋଟିଏ ପ୍ରଶ୍ନ କଲେ କୃଷ୍ଣ କାହିଁକି ରାଧାଙ୍କୁ ପାଇଲେ ନାହିଁ ଆଜ୍ଞା କୃଷ୍ଣ କିଏ ରାଧା କିଏ ଆଗ ଟିକେ ଜାଣିଲେ ଆମେ ଜାଣିପାରିବା ସିଏ କାହିଁକି ରାଧାଙ୍କୁ ପାଇଲେ ନାହିଁ ସେଇ କଥା ନା ଆମେ ଗୋଟେ ପଦ ଆପଣମାନଙ୍କର କବି ଅଭିମନ୍ୟୁ ଲେଖନ୍ତି ଆଗେ ରାଧା ପଛେ କୃଷ୍ଣ ଲମ୍ପଟ ବେଶ କବି ଜବେନି ଫଳ ଯୁଗଳ ଯୁଗଳ
ଦେହଟା ହେଲା ରାଧା ରାଧା ଧାରଣ କରିଛି କାହାକୁ କାହାକୁ? ନା ପରମ ପୁରୁଷ ପୁରୁଷକୁ ଇଏ ପରମ ପୁରୁଷକୁ ଦେହଟା ଧାରଣ କରିଛି କରିଛି। ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି ନେଇ ହଁ। ଆମ କବି କହନ୍ତି ତାଙ୍କ ରୂପ ସେ କେମିତି ଭାବରେ ଅଛନ୍ତି ନା ପାଦକୁ ପାଦକୁ ଛନ୍ଦା ହୋଇଛି ଜଣେ ହେଲେ ପୁରୁଷ ସେ ହେଲେ ପରମ ପୁରୁଷ ଭଗବାନ ଭଗବାନ କୃଷ୍ଣ ଏ ଦେହ ଯଦି ହେଲା ବାପା ରାଧା ଆତ୍ମା ପୁରୁଷ ପରମ ପୁରୁଷ ସେ ହଉଛନ୍ତି କୃଷ୍ଣ ତେବେ ଏଇ ଯୋଉ ଗୋଟାଏ କଥା ମନକୁ ଆସେ ନେଇ ଆପଣ ମାନଙ୍କର ଅଭିମନ୍ୟୁ ବା କହିଛନ୍ତି କଣ କହିଲେ ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧେ ହରି ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କଲେ ଇଏ ହେଲା ଅବ୍ୟକ୍ତ ଲୀଳା ଖେଳ ଖେଳ ରାଧା କୃଷ୍ଣଙ୍କର ଖେଳ ଆମର ଆଉ କୋଦିଏ କହିଥିଲେ ଭାଇ ମୋର ମାଛ ମାଛ ମାଂସ ଖାଇବା ବ୍ୟକ୍ତି ଭଗବାନଙ୍କୁ ପୂଜା ଅର୍ଚ୍ଚନା କରୁଛନ୍ତି ସେ ପାଇପାରିବେ କି ସେଇ ହେଲା କଥା ଭଗବାନଙ୍କୁ ପାଇପାରିବେ ଆଜ୍ଞା ମାଛ ମାଂସ ତ ହେଲା ଆସୁରିକ ଖାଦ୍ୟ ମନୁଷ୍ୟର ସାତ୍ବିକ ଖାଦ୍ୟ ନୁହଁ ଏଗୁଡା ମନୁଷ୍ୟ ଖାଦ୍ୟ ନୁହଁ ହେଲା ଆସୁରିକ ଖାଦ୍ୟ ଆମେ ମାଛ ମାଂସ ଖାଇବା ଯେ କୋଉ ମାଛ ମାଂସ ଖାଇବା ମାଛ ଖାଇବା ମାଛ ଖାଇବା ମାଂସ ଖାଇବା ଆଇଁଷ ଖାଇବା ନା ଖାଇବା ଖେଚଡି ଖାଇବା ଖେଚଡି ଖାଇବା ଅରୁଆ ଖାଇବା ମାଛ ମାଂସ କ୍ଷୀରି ଖିଚୁଡ଼ି କ୍ଷୀରି ଖାଇବା ଖିଚୁଡ଼ି ଖାଇବା ଅରୁଆ ଖାଇବା ନାହିଁ ଅରୁଆ ଖାଇବା ନାଇଁ ଖିଚୁଡ଼ି କୋଉଥିରେ ହୁଏ କି ଅରୁଆରେ ନାଇଁ ଅରୁଆରେ ହୁଏ ମାଛ ଖାଇବା ମାଂସ ଖାଇବା ଆଇଁଷ ଖାଇବା ନାଇଁ 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 ସେଟା ଶୁଖୁଆଟା ଶୁଖୁଆଟା ଆଇଁଷ ନାହିଁ ଯାଇଥାଏ